କଖାରୁ ମଞ୍ଜିର କମାଲ। କଖାରୁ ଗୋଟିଏ ସାଧାରଣ ପରିବା ଭାବରେ ପରିଚିତ। ଏହାର ମଞ୍ଜିକୁ ଅନେକ ଲୋକ ଫିଙ୍ଗି ଦିଅନ୍ତି। ତେବେ କଖାରୁ ମଞ୍ଜିର ଉପକାରିତା ଜାଣିଲେ ଏହାକୁ ସଫା କରି କାମରେ ଲଗାଇବାକୁ ନିଶ୍ଚୟ ଆପଣ ଆଗ୍ରହୀ ହେବେ। କଖାରୁ ମଞ୍ଜିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଖୁବ୍ ଉପକାର ରହିଛି। ଆଉ କଖାରୁ ମଞ୍ଜି ତ୍ୱଚାରେ କୋଲାଜେନ୍ ପରିମାଣ ବଢ଼ାଇଥାଏ। ଖାଦ୍ୟରେ କଖାରୁ ମଞ୍ଜି ସାମିଲ କରି ସ୍ୱାଭାବିକ ଭାବେ ଶରୀରର କୋଲାଜେନ୍ ପରିମାଣ ବଢ଼ାଯାଇପାରିବ, ଯାହା ସୌନ୍ଦର୍ଯ୍ୟ ସହ ସୁସ୍ଥ ତ୍ୱଚା ପାଇଁ ଜରୁରୀ। କଖାରୁ ମଞ୍ଜିରେ ମିଳୁଥିବା ଖଣିଜ ଲବଣ ତ୍ୱଚାର ଲାଲପଣ ଏବଂ ଜଳାପୋଡ଼ାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ। ଖାଦ୍ୟରେ କଖାରୁ ମଞ୍ଜିକୁ ସାମିଲ କରିବା ଦ୍ୱାରା ଫୁଲା ସମସ୍ୟା ବି ଦୂର ହୁଏ। ତ୍ୱଚାକୁ ପୋଷଣ ହେବାରେ ମୁଖ୍ୟ ଭୂମିକା ଥିବା ଓମେଗା-3 ଫ୍ୟାଟି ଏସିଡ୍ କଖାରୁ ମଞ୍ଜିରେ ପର୍ଯ୍ୟାପ୍ତ ରହିଛି। ଏହା ତ୍ୱଚାର ଆର୍ଦ୍ରତା ସ୍ତର ବଢ଼ାଇଥାଏ। ଏକ ବଡ଼ ଚାମଚ କଖାରୁ ମଞ୍ଜି ବଟା ସହ 2 ବଡ଼ ଚାମଚ ଦହି ମିଶାଇ ଏହାକୁ ମୁହଁରେ ହାଲକା ରଙ୍ଗରେ ମାଲିସ କରନ୍ତୁ। କିଛି ସମୟ ପରେ ନଖ ଉଷୁମ ପାଣିରେ ଧୋଇଦେବେ। ଏହି ସ୍କ୍ରବ୍ ତ୍ୱଚାର ମୃତ କୋଷଗୁଡ଼ିକୁ ବାହାର କରିଦିଏ। 2 ବଡ଼ ଚାମଚ କଖାରୁ ମଞ୍ଜି ବଟା ସହ 1 ବଡ଼ ଚାମଚ ମହୁ ମୁହଁରେ ମିଶାଇ 15ରୁ 20 ମିନିଟ୍ ପରେ ହାଲକା ଉଷୁମ ପାଣିରେ ଧୋଇଦେବେ। ଏହା ତ୍ୱଚାକୁ ସୁସ୍ଥ ଏବଂ ଆର୍ଦ୍ର ରଖିଥାଏ। 1 ଚାମଚ କଖାରୁ ମଞ୍ଜିର ତେଲ ମୁହଁ ଏବଂ ବେକରେ ମାଲିସ କରି 20 ମିନିଟ୍ ପରେ ଧୋଇଦେବେ। ଏହା ତ୍ୱଚାକୁ ଗଭୀରତାରୁ ମଏଶ୍ଚରାଇଜ୍ କରିବା ସହ ଉଜ୍ଜ୍ୱଳତା ବଢ଼ାଏ। କଖାରୁ ମଞ୍ଜି ବଟା 1 ବଡ଼ ଚାମଚ ସହ 2 ଚିମୁଟା ହଳଦୀ ଗୁଣ୍ଡ ଏବଂ 1 ଚାମଚ ଦହି ମିଶାଇ ପେଷ୍ଟ ପ୍ରସ୍ତୁତ କରିବା ସହ ମୁହଁରେ ଲଗାନ୍ତୁ। 15ରୁ 20 ମିନିଟ୍ ପରେ ହାଲକା ଉଷୁମ ପାଣିରେ ଧୋଇଦେବେ। ଏହି ପ୍ୟାକ୍ ତ୍ୱଚାର ରଙ୍ଗ ଆକର୍ଷଣୀୟ କରିଥାଏ। କଖାରୁ ମଞ୍ଜି ବଟା 1 ବଡ଼ ଚାମଚ ସହ ସେହି ପରିମାଣର ଓଟ୍ସ ଗୁଣ୍ଡ ଓ ଦହି ମିଶାଇ ମୁହଁରେ ଲଗାନ୍ତୁ। 20 ମିନିଟ୍ ପରେ ଏହାକୁ ଧୋଇଦେବେ। ଏହା ତ୍ୱଚାକୁ ନରମ, ଆର୍ଦ୍ର ଏବଂ ଉଜ୍ଜ୍ୱଳ କରିଥାଏ।